ପଖାଳ ଦିବସ ଆଜିକାଲି ପୁରୁଣା କଥା, କିଛି ନୂଆ ନୁହେଁ। ଯାହା ବିଶ୍ୱ ଦରବାରରେ ନାହିଁ ତାହା ଶ୍ରୀକ୍ଷେତ୍ର ପୁରୁଷ ଧାମ ଉତ୍କଳ ଧାମରେ। ଗୋଟେ କଥା ହଉଛି ପୁଣ୍ୟବାଚକରେ କୁହାଯାଇଛି ସୌରା ଜଗତାଣାଙ୍ଗ ପୃଥିବ୍ୟାଳାଙ୍ଗ ଭାରତ ବର୍ଷ ଭାରତାଣାଙ୍ଗ ଉତ୍କଳ ଉତ୍କଳାଣାଙ୍ଗ ଶ୍ରୀ ପୁରୁଷୋତ୍ତମ। ଅର୍ଥାତ ସୌର ଜଗତ ହେଲେ କିଏ ନା ବୁଧ ଶୁକ୍ର ପୃଥିବୀ ମଙ୍ଗଳ ଶନି ୟୁରେନ୍ସ ନେପଚୁନ ପ୍ଲୁଟୋ ଗ୍ରହ ନକ୍ଷତ୍ର ଇତ୍ୟାଦି। ପୃଥିବୀ ମଙ୍ଗଳ ବୃହସ୍ପତି ଶନି ୟୁରେନ୍ସ ନେପଚୁନ ପ୍ଲୁଟୋ, ଆ ଭିତରେ 27 ନକ୍ଷତ୍ର। କିନ୍ତୁ 27 ନକ୍ଷତ୍ର ତ ସମସ୍ତେ କହନ୍ତି, ବୁଦ୍ଧିଜୀବୀ ଜ୍ଞାନୀ ମାନେ କହିବେନି ଯେ 27ଟା ନକ୍ଷତ୍ର। 28ଟା ନକ୍ଷତ୍ର, 28ଟା ନକ୍ଷତ୍ର। 27 ନକ୍ଷତ୍ର ପରେ ହଉଛି 28 ନକ୍ଷତ୍ର, ତାକୁ କହନ୍ତି ଅଭିଜିତ ନକ୍ଷତ୍ର। ଯୋଉ ଅଭିଜିତ ନକ୍ଷତ୍ରରେ ଦେବତା ମାନେ ଜନ୍ମଗ୍ରହଣ କରନ୍ତି, ସେଇ ନକ୍ଷତ୍ରରେ ଜନ୍ମଗ୍ରହଣ କଲେ ସେ ଦେବତା ହେଇଯାଆନ୍ତି। ପରାଶର ସେଇ ନକ୍ଷତ୍ରକୁ ଅନୁଧ୍ୟାନ କରି ଚିନ୍ତା କରିଥିଲେ କାର୍ତ୍ତବୀର୍ଯ୍ୟ ଯୋଉ ଅପମାନ କରିଥିଲା ତାଙ୍କର ବିଚାର ନେବାକୁ। ଛାଡ଼ନ୍ତୁ, ସେ କଥା ନୁହେଁ। ତେଣୁ ଏଠୁ କହିବାର କଥା ହେଲା ଯେ ସୌରଜଗତାଣାଙ୍ଗ ପୃଥିବୀ ମଧ୍ୟ ଭାରତ ବର୍ଷ ଭାରତ ମଧ୍ୟ ଉତ୍କଳ। ଉତ୍କଳ କଥା ଆମେ କାହିଁକି କହୁଛୁ ନା ଶ୍ରୀ ପୁରୁଷୋତ୍ତମ ପୃଥିବୀ ଦରବାରରେ ମର୍ତ୍ତ୍ୟ ବୈକୁଣ୍ଠ ରୂପରେ ବିଜେ କରିଛନ୍ତି। ଇଏ ବିଶ୍ୱବାସୀ ଯାହା ସେବନ କରନ୍ତି, ତୁମମାନଙ୍କ ଭାଷାରେ ଯାହାକୁ ଭୋଜନ କରନ୍ତି, ତାହା ଶ୍ରୀକ୍ଷେତ୍ର ଧାମରେ ପୂର୍ଣ୍ଣାଙ୍ଗ। କେହି କହିପାରିବେ ପଖାଳ ପଲଉ, ଅମାଲୁ ଦମାଲୁ ଚଢେଇ ନଦା ଠାରୁ ଆରମ୍ଭ କରି ବରା ପକୁଡି ଆଉ ପାଞ୍ଚଣ ଚା ପାନ ଖିଆ, ଏ ବିଶ୍ୱ ଜଗତରେ ଯୋଉ ଭୋଜନ ପ୍ରସାଦ ରୂପରେ ମହାପ୍ରସାଦ ରୂପରେ ଗ୍ରହଣ କରୁଛନ୍ତି, ତାହା ଶିକ୍ଷଣୀୟ ଆଦରଣୀୟ ଆଉ ସ୍ମରଣୀୟ କରଣୀୟ ସବୁ କିଛି ଶ୍ରୀ ପୁରୁଷୋତ୍ତମ ଧାମର। ସେଇ ପୁରୁଷୋତ୍ତମ ଧାମର କଣିକାଟିଏ ଆଜି ହଉଛି ପଖାଳ ଦିବସ। ଇଏ ପଖାଳ ଦିବସରେ ଆମର ଜ୍ଞାନ ବିଜ୍ଞାନର ଆତ୍ମଜ୍ଞାନର ଚେତନର କଥା। ଏ ପଖାଳଟି ଖାଇଲେ କଣ ହବ? ଆମର ସାଧାରଣ ଗୋଟିଏ କଥା କୁହାଯାଇଛି, ଋତୁକୁ ଋତୁ କର୍ମ। ଯେମିତି କଣ୍ଟାକୁ କଣ୍ଟା ମୁନରେ କଢାଯାଏ, ଋତୁକୁ ଋତୁ କର୍ମ। ଆଜି ଦେଖିବ ଖରା ଆସିଗଲା, ଖରା ସାଙ୍ଗରେ ଏ ଉତ୍ତାପ ସାଙ୍ଗରେ ଯଦି ଉତ୍ତାପ ସାଙ୍ଗରେ ଲଢେଇ କରିବ ତାହେଲେ ମଣିଷ ବଞ୍ଚିବ। ଆଜି କହିପାରିବେ କାହିଁକି ଏ ଲୋକମାନେ ଦହନି ଚକଟି ହେଇଯାଉଛନ୍ତି, ଶରୀରରେ ସବୁ ଯାଦୁ ହେଇଯାଉଛି, ଫୁଲି ଯାଉଛି, ଫୋଟକା ହେଇଯାଉଛି, ସନଷ୍ଟ୍ରୋକ ହେଇ ମରିଯାଉଛନ୍ତି? କାରଣ ହଉଛି ପ୍ରକୃତି ସହିତ ଖାପ ଖୁଆଇ ଚଳି ନାହାନ୍ତି। ଭାରତ ବର୍ଷର ଗୋଟେ ଏଭଳି ସ୍ଥାନ ଉତ୍କଳୀୟ ଧାମ। ବସନ୍ତ ଋତୁରେ ଭଲ ବସନ୍ତ ପବନଟିଏ ରହେ। ସେ ପବନରେ ସମସ୍ତେ ବାହାରେ ଶୋଇଲେ ସେ ପବନ ଦେହରେ ବାଜିଲେ ଉପକାର। ଖରା ମାସରେ ଲୋକମାନେ ନିଆଁରେ ଚାଲନ୍ତି, ଯାହାକୁ କହନ୍ତି ଆମକୁ କାଳିସି ନାଗିଲା, ମିଛ କଥା। ତେଣୁ ନିଆଁରେ ଚାଲିବା, ଅଗି ଜଳେଇକିରି ପାଖରେ ବସିବା, ଅଗ୍ନିକୁ ଅଗ୍ନି ତାପ ଶୁଆଇବ ଦେହ। ଯେତେ ଅଗ୍ନିତ୍ୱ ବା ଉତ୍ତାପ କର୍ମ କରିବେ, ପଣା ଖାଇବେ, ଇଏ ଝାମୁ ଚାଲିବେ, ଇଏ ଖରା ଦିନର ମାହାତ୍ମ୍ୟ। ବହୁ କଥା ଅଛି। ଶୀତ ଦିନରେ ଜୋରେ ଶୀତ କରୁଥିବ, ଭୋରୁ ଭୋରୁ ଗାଧେଇବ, ଥଣ୍ଡା ହଉଥିବ, ଯେତେ ଭୋରୁ ଭୋରୁ ତମେ ଗାଧେଇ ପାରିବ, ଏଇଭଳିଆ କର୍ମ। କିନ୍ତୁ ଆଗକୁ ଗରମ ଆସୁଛି, ତା ପୂର୍ବରୁ ଆମର ଅଛି କଣ, କାଞ୍ଜି ପାଣି ପିଇବା, ପଖାଳ ଖାଇବା, ଶରୀରର ସମସ୍ତ ପଖାଳ ନହେଇଯାଏ, ଆମର ଚିନ୍ତା ଚେତନ ଶାନ୍ତି ପାଏ। ପଖାଳରେ ତା ଦେହରେ ସବୁ କିଛି ପୋଷକ ତତ୍ତ୍ୱ ଭରି ରହିଛି। ଜଗନ୍ନାଥ ସଂସ୍କୃତିରେ ରହିଛି ଟଙ୍କ ତୋରାଣୀ, କାଞ୍ଜି ପାଣି, ଦହି ପଖାଳ, ଏସବୁ ରହିଛି। ଏଇ ପଖାଳରେ ଦହି, ଗୋଲମରିଚ, ଆମ୍ବ କଷିଆ ଅଦା ନହେଲେ ଅଦା ଦେଇକି ତାକୁ ସେବନ କରାଯାଏ।
ଏଇ ସେବନ ଦ୍ୱାରା ଆମର ଆଣ୍ଟି ଅକ୍ସାଇଡ୍ ମାନେ ଆମର ଗୋଟେ ଦେହର ପୋଷକ ତତ୍ଵ ବା ଦେହର ରୋଗ ପ୍ରତିଷେଧକ ବଢିଥାଏ। ତା ସାଙ୍ଗକୁ କଣ ଥାଏ ନା ବାଇଗଣ ଭଜା, କଲରା ଭଜା, ବାଇଗଣ ପୋଡା, ଆଳୁ ପୋଡା, ବଢି ଚୁରା, ଶାଗ ଭଜା, ଏ ସବୁ ଗୋଟେ କମ୍ପୋଷ୍ଟ ଭଳିଆ ଏଭଳି ଆୟୁର୍ବେଦିକ ରୂପରେ ପ୍ରଥମ ଏଇ ଗ୍ରୀଷ୍ମର ଆଦି ଅନ୍ତରେ ସେବା କଲେ କଣ ହୁଏ ନା ଦେହର ଅନେକ ପୋଷକ ତତ୍ଵ ଦେଇଥାଏ। ସେଥିପାଇଁ ଆମ ଜଗନ୍ନାଥ ଚେତନା କହିଛି ବାବୁରେ ପଖାଳ ଟିକେ ଖା। ପୁରା କାଳରେ ଆମେ ସବୁ ଜାଣିଛୁ ଆମ ଜେଜିମା ହାରିକା କିଏ ବୋହୂ ଘରକୁ ଆସିଲେ, ନୂଆ ବୋହୂଟିଏ ଘରକୁ ଆସିଥିଲେ, ଓ ମା ଲୋ ହାଣ୍ଡି ଦେହରୁ ଯୋଉ ପରଶୁଣୀଟିଏ ପଡିଥିବ ସେ ହଲିବନି, ଅଲଣା ତୋରାଣୀ ଟିକେ ସେ ପରଶୁଣୀଟା ବାହାର କରି ଆଣିବୁ, ତୋରାଣୀ ଟୋପା ପିଇଦେବୁ। ସେ ବୋହୂଟିଏ କଣ କରେ, ଠିକ ମାସକ ମଧ୍ୟରେ ପରିବର୍ତ୍ତନ ହେଇଯାଏ। ଘରକୁ ଯାଏ, କହନ୍ତି ଆରେ ହେ ଏ ବୋହୂଟା ଗୋଟେ ତୋଫା ଗୋରା ପଡିଯାଇଛି। କାହିଁକି? ଏତେ ଶିଥିଳଟିଏ ଶରୀରକୁ କରିଦିଏ, ଶାନ୍ତି ଦେଇଦିଏ, ଆମର ମସ୍ତିଷ୍କକୁ ସମ୍ପୂର୍ଣ୍ଣ ବୁଦ୍ଧି ବିବେକ ଯୋଗେଇ ଦିଏ। ତେଣୁ ଆମେ ତା ଭୁଲିଗଲେ ଆଧୁନିକ ସଭ୍ୟତାକୁ ଦେଖି। ତେଣୁ ଏଇ ପଖାଳ ଦିବସ ଆଜି ବିଶ୍ୱ ଜଗତକୁ ଦିଗ୍ଦର୍ଶନ ଦଉଛନ୍ତି। ଉତ୍କଳୀୟ ପରମ୍ପରା ବିଶ୍ୱ ଜଗତକୁ ଏ ଜଗନ୍ନାଥଙ୍କର ଐତିହ୍ୟ, ଜଗନ୍ନାଥଙ୍କର ଇତିହାସ, ଜଗନ୍ନାଥଙ୍କର ଚିରାଚରିତ କର୍ମ ଆମେ ଯେ କିଛି ଗୋଟା ମନରୁ କରିବା ମିଥ୍ୟା। ଯୋଉ ଜଗନ୍ନାଥଙ୍କର ଚିରାଚରିତ ତୁମେ ଯୋଉ ପ୍ରକାର ବୁଝ, ବିଜ୍ଞାନରେ ବୁଝ, ପୌରାଣିକରେ ବୁଝ, ଆତ୍ମଚେତନରେ ବୁଝ, ଜ୍ଞାନରେ ବୁଝ, ଯୋଉ ପ୍ରକାରରେ ବୁଝ, ତାହା ହଉଛି ଜଗନ୍ନାଥ ସଂସ୍କୃତି। ଜଗନ୍ନାଥ ସଂସ୍କୃତ ସ୍ୱାଧୀନରେ କିଛି ନାହିଁ। ଯାହା ଜଗନ୍ନାଥଙ୍କ ପାଖରେ ନଡିଆ ପାଚେରୀ ଠାରୁ ଆରମ୍ଭ କରି, ଶାଗ ମୁଗ ଡାଲି ଠାରୁ ଆରମ୍ଭ କରି ପ୍ରତ୍ୟେକକୁ ଯଦି ବିଜ୍ଞାନ ତାର ପରୀକ୍ଷା କରେ, ସେ କହିବ ଜଗନ୍ନାଥ ଚେତନାରେ ଏଇ ପୋଷକ ତତ୍ଵ ରହିଛି ଶରୀର ପାଇଁ। ସେଥିପାଇଁ ଜଗନ୍ନାଥ ଚେତନା କହିଛନ୍ତି ଏଇ ଜିନିଷ ତୁମ ଭାଷରେ ଖାଇବ, ତାକୁ ସାଧୁସନ୍ଥ ମାନଙ୍କ ଭୋଜନ କରିବା ବା ସେବନ କରିବା। ତେଣୁ ଏଇଟାକୁ ତୁମାନେ ସେବନ କଲେ ଏଇ ପଖାଳ ଦିବସରେ। ଆଜି ହଉଛି ପଖାଳ ଦିବସ, ବିଶ୍ୱ ଜଗତକୁ ଦିଗ୍ଦର୍ଶନ ଦବା ଗୋଟେ ଆଦର୍ଶ। ସମସ୍ତେ ଏଇ ପଖାଳକୁ ଆପଣେଇ ନେଲେ ସମସ୍ତଙ୍କର ଚିତ୍ତ ଚେତନା ସ୍ମରଣ ଶକ୍ତି ବଢିବ, ରୋଗ ପ୍ରତିଷେଧକ ହବ। ତେଣୁ ସେଥିପାଇଁ ଆଜି ପଖାଳ ଦିବସ। ଆଶ୍ରମରେ ଆମର ଆଜି ପଖାଳ ଦିବସ ହେଇଥିଲା। ସମସ୍ତେ ଆସିକି ଅନ୍ତବାସୀ ମାନେ ବ୍ରାହ୍ମ ମୁହୂର୍ତ୍ତରୁ ଏଠି ପଖାଳ ତିଆରି କରି ଦହି ପଖାଳ, ଶାଗ ମୁଗ ବେସର, ସଜନା ଛୁଇଁ, ଏସବୁ ଯାହା ଯେମିତି 34-35 ପ୍ରକାର ନା କଣ 34-35 ପ୍ରକାରର ସବୁ ହେଇଥିଲା। ସମସ୍ତେ ପ୍ରସାଦ ହେରିକା ପାଇଲେ, ଆନନ୍ଦ ହେଲେ। ଏହା ହଉଛି କଥା।